ଆଜି এই যে ଆମେ ପାଳନ କରିବାକୁ ଯାଉଛେ ରକ୍ଷାବନ୍ଧନ, ଏହା ହେଉଛି ଏକ ପ୍ରତିଶ୍ରୁତିର ପର୍ବ। ପ୍ରତିଶ୍ରୁତି କିଏ କାହାକୁ ଦିଏ? ରକ୍ଷା କରିବାକୁ ଭାଇ ଦିଏ ଭଉଣୀକି, ଭଉଣୀ ଦିଏ ଭାଇକି। ଭାଇ ବାନ୍ଧେ କିନ୍ତୁ ରେଶମ ସୂତା, ସେଟା ଗୋଟେ ରେଶମ ସୂତା ସିନା, କିନ୍ତୁ ବଳର ସୂତା, ପ୍ରତୀକର ସୂତା, ସେ ଯୋଉ ଶକ୍ତିର ସୂତା, ସେ ସୂତାକୁ ସେ ବାନ୍ଧେ ଭାଇ ହାତରେ। ଏଇଠି ମୁଁ କହି ରଖିବାକୁ ଚାହେଁ ଯେ ପ୍ରତ୍ୟେକ ଲୋକ ତାଙ୍କର ପୁରୁଷ ଲୋକ ତାଙ୍କ ଡାହାଣ ହାତରେ ସୂତା ବାନ୍ଧନ୍ତି। ଝିଅ ପିଲାମାନେ, ସ୍ତ୍ରୀ ଲୋକମାନେ ବାଁ ହାତରେ ବାନ୍ଧନ୍ତି। এইটা খুব আদিম কালରୁ ରହିଆସିଛି। ତା କାରଣ ହେଉଛି ବାତ, ପିତ୍ତ, କଫ ତାକୁ ପ୍ରତିରୋଧ କରିବା ପାଇଁ ଏ ସୂତା ବନ୍ଧା। ଭଉଣୀ କିନ୍ତୁ ଯୋଉ ଭାଇ ହାତରେ ବାନ୍ଧେ, ତାର ବୈଜ୍ଞାନିକ କାରଣ ହେଲା ବାତ, ପିତ୍ତ, ସୂତା ଯୋଉ କଫକୁ ବନ୍ଦ କରିବାକୁ ସେ ବାନ୍ଧେ, କିନ୍ତୁ ଏଠି ସେ ତାକୁ ରକ୍ଷା କରିବାକୁ ବାନ୍ଧେ। ରକ୍ଷା କରୁଥିଲା କିଏ? ଗୁରୁମା କହିଲେ କିଏ ରକ୍ଷା କରିଥିଲେ ନା ବାନ୍ଧିଥିଲେ ବୋଲି ଶ୍ରୀକୃଷ୍ଣଙ୍କର ରକ୍ଷା କରିଥିଲେ। ଯୋଉ ଦ୍ରୌପଦୀ ତାଙ୍କର ଏଥିରେ ବାନ୍ଧିଥିଲେ, ଯୋଉ ରକ୍ତ ଆସିଲା, ଖଣ୍ଡିଆ ରକ୍ତ ବହିଲା, କାନିଟା ବାନ୍ଧିଥିଲେ। ତେଣୁ ସେ ପୁରୁଷ ବାଦକୁ ରକ୍ଷା କରିଥିଲେ। ଏଟା ଦ୍ୱାପର ଯୁଗରେ କଥା। ସତ୍ୟ ଯୁଗରେ ଗୋଟେ ପିଲା କହିଲା ଏଠି ଆସିକି, ରାଜା ବଳି ହାତରେ ମା ଲକ୍ଷ୍ମୀ ବାନ୍ଧିଥିଲେ। କାହିଁ ବାନ୍ଧିଥିଲେ? ତାଙ୍କ ବଡ଼ ଯେ ନାରାୟଣଙ୍କୁ ରଖିଥିଲା, ବଳି ନେଇକି ରଖିଥିଲେ। ତାଙ୍କୁ ମୁକୁଳେଇବେ କେମିତି? ନାରଦ ଆସିକି କହିଲେ, ମାଙ୍କୁ କହିଲେ, ଲକ୍ଷ୍ମୀ ମା ଯାଇକିରି ସେଠି ପହଞ୍ଚିଲେ ଏବଂ ଭାଇ ସମ୍ବୋଧନ କରି ରାକ୍ଷୀ ବାନ୍ଧିଲେ, ପ୍ରତିଶ୍ରୁତି ଦେଲେ। ବଳି ପ୍ରତିଶ୍ରୁତି ଦେଲେ, ଯାହା କହିବ ମୁଁ ରକ୍ଷା କରିବି, ନା ମୋ ସ୍ୱାମୀ ନାରାୟଣଙ୍କୁ ଫେରେଇବି। ବଳି ହସିଦେଲେ। ଯାହା ହଉ ଏସବୁ ନାରଦଙ୍କର ବୁଦ୍ଧିରେ ଆପଣ ଆସିଲେ। ତେଣୁ ମା ତାଙ୍କ ସ୍ୱାମୀ ନାରାୟଣଙ୍କୁ ଧରିକି ଫେରିଲେ। ଆଉ କିଏ କରିଥିଲେ? ସୂର୍ଯ୍ୟଙ୍କର ଦୁଇ, ଗୋଟିଏ ପୁଅ ଗୋଟିଏ ଝିଅ। ସୂର୍ଯ୍ୟଙ୍କର ପୁଅଙ୍କ ନାଁ କଣ? ଯମ। ଝିଅଙ୍କ ନାଁ ଯମୁନା। ଯୋଉ ନଦୀ ବହୁଛି, ଗଙ୍ଗା ଯମୁନା ନାଁ ଶୁଣିଥିବ, ଯମୁନା। ଯମ ଯମୁନା ହଉଛନ୍ତି ସୂର୍ଯ୍ୟଙ୍କର ପୁଅ ଆଉ ଝିଅ। ସତ୍ୟ ଯୁଗର କଥା କହିଲି, ବଳି କଥା। ଆଉ ଯମୁନା ତାଙ୍କୁ ଯମୁନା ବାନ୍ଧିଥିଲେ। ଯମକୁ ବାନ୍ଧିକି କଣ କରିଥିଲେ? ଅଯଥାରେ ଏ ଜୀବ ସମାଜକୁ ହଇରାଣ କରିବନି ଭାଇ, ମତେ ତ ରକ୍ଷା କରିବ, କିନ୍ତୁ ଅଯଥାରେ କାଳ ପୁରି ନଥିବ, ଦଣ୍ଡଟା କୋହଳ କରିବ ଏବଂ ଏ ସମାଜକୁ ବଞ୍ଚେଇବ। ତୁମକୁ ବାବା ସୂର୍ଯ୍ୟ ଦେଇଛନ୍ତି, ଶକ୍ତି ଦେଇଛନ୍ତି, ତୁମେ ସମସ୍ତଙ୍କର ମୃତ୍ୟୁର ଦେବତା, କିନ୍ତୁ ତୁମେ ସମସ୍ତଙ୍କୁ ମୋ ଭଉଣୀ ହିସାବରେ ତୁମ ଭାଇ ହାତରେ ରାକ୍ଷୀ ବାନ୍ଧିକି କହୁଛି, ମତେ ରକ୍ଷା କରିବା ସଙ୍ଗେ ସଙ୍ଗେ ଏ ଦେଶକୁ, ମଣିଷ ସମାଜ, ଜୀବଜନ୍ତୁ। ଏ ହେଲା ସତ୍ୟ ଯୁଗର କଥା। ତ୍ରେତୟରେ କିଏ କରିଥିଲେ? ତ୍ରେତୟରେ ମନେ ରଖ, ଗୋଟିଏ କଥା ସତ୍ୟର ସରିଲା। ତ୍ରେତୟରେ କିଏ କରିଥିଲେ? ବସିଛନ୍ତି ରାବଣ, ମନ କରି ପହଞ୍ଚିଲେ। ପ୍ରଭୁ ଆପଣ ବେଦଜ୍ଞ, ଚାରି ବେଦର ସ୍ରଷ୍ଟା, ମହାପଣ୍ଡିତ, ବ୍ରହ୍ମାଙ୍କର ଚତୁର୍ଥ ସନ୍ତାନ, ଚତୁର୍ଥ ପୁରୁଷ ଆପଣ, କିନ୍ତୁ ଏତେ ଜ୍ଞାନୀ, ଏତେ ପଣ୍ଡିତ,
ହେଇ ଆପଣ ପ୍ରଭୁ ଶ୍ରୀରାମ ଜାଣିଛନ୍ତି ସେ ଠାକୁର ଏ ସୃଷ୍ଟିର ସବୁ ନିୟନ୍ତା, ସୃଷ୍ଟି ନିୟନ୍ତା ଠାକୁର ସେ। ତାଙ୍କ ମା ଆମର ସୀତା ତାଙ୍କୁ କାହିଁ ଅପହରଣ କରିକି ଆପଣ ଆଣିଛନ୍ତି? ବୁଝିପାରିଲନି ଦେବୀ, ସେ କାହିଁକି ମୁଁ ଆଣିଛି କି? ମୁଁ ଏଇଥିପାଇଁ ଆଣିଛି ମୋ ମା କାହିଁ କଷ୍ଟ ପାଇବେ? ପ୍ରଭୁ କଷ୍ଟ ପାଇକି ଆସନ୍ତୁ, ମତେ ମାରନ୍ତୁ, ମୁଁ ନିର୍ବାଣ ହେଇଯିବି। ମୁଁ ହଉଛି ଜୟ ବିଜୟ ଦ୍ୱାରପାଳ, ଆମେ ଦି ଭାଇ ରାବଣ କୁମ୍ଭକର୍ଣ୍ଣ ହେଇ ଜନ୍ମ ହେଇଛି। ପ୍ରଭୁଙ୍କୁ ମୁଁ ବର ମାଗିଥିଲି, ଆପଣ ଜନ୍ମ ହେବେ, ମତେ ମାରିବେ। ଆଚ୍ଛା, ଯଦି ଆପଣଙ୍କୁ ମାରିବା କଥା ନା ଏଠି କାହିଁ ଆଣିବେ? ନା ମୋ ଅସୁର କୂଳକୁ ସମସ୍ତଙ୍କୁ ମୁଁ ନେଇକି ଯିବି, ସମସ୍ତଙ୍କୁ ନିର୍ବାଣ କରିବି, ସମସ୍ତେ ମୁକ୍ତି ପାଇବେ। କଥା କହୁଛନ୍ତି କିଏ? କିଏ କଥା ପଚାରୁଛନ୍ତି? ମନ୍ଦୋଦରୀ। କାହାକୁ ପଚାରୁଛନ୍ତି? ରାବଣ। ରାବଣ କହିଲେ ଆଉ ଗୋଟେ କଥା ଶୁଣନ୍ତୁ, ମୁଁ ଆଣିକି ରଖିଛି କୋଉଠି? ନା ଅଶୋକ ବନରେ ରଖିଛି, ଯୋଉଠି ଶୋକ ନାହିଁ। ମାଙ୍କୁ ମୁଁ ରଖିଛି ଅଶୋକ ବନରେ। ଅଶୋକ ବନଟା ହଉଛି ଔଷଧୀୟ ବୃକ୍ଷ, ସେ ବୃକ୍ଷ ମୂଳରେ ରହିଲେ ରୋଗ ବ୍ୟାଧି ହେବ। ମୁଁ ଆଣିଲି, ତେଣୁ ଘରେ ରଖିଛି ଅଶୋକ ବନ। ପୁଣି ସୁରକ୍ଷା ପାଇଁ ରଖିଛି, ସମସ୍ତେ ତାଙ୍କର ସୁରକ୍ଷା ପାଇଁ। ଏସବୁ କହିଲା ପରେ ତାପରେ ମୁଁ ମୋର ଦେହାନ୍ତ ହେଇଯିବ, ମୁଁ ନିର୍ବାଣ ହେଇଯିବି, ମତେ ପ୍ରଭୁ ମାରିପାରିବେ। ତାପରେ ଆପଣ ଜାଣିବେ ଆପଣ ବି ଅଛନ୍ତି ମୋର ମା, ମୋର ସ୍ତ୍ରୀ ମୋର ମା। ତାପରେ ଜାଣିବ ମା ମୁଁ କାହିଁକି ପ୍ରଭୁଙ୍କୁ ଅପହରଣ କରି। ଆପଣ ଚାଲିଗଲେ, କୁମ୍ଭକର୍ଣ୍ଣ ଗଲେ, ବଂଶ ବୁଡ଼ିଲା, ସବୁ ହେଲା। ରହିଲେ କିଏ? ଆରେ ବିଭୀଷଣ। ବିଭୀଷଣ ରହିଲେ। ବିଭୀଷଣଙ୍କର ସ୍ତ୍ରୀ କିଏ? ସରମା। ବିଭୀଷଣଙ୍କ ସ୍ତ୍ରୀ ହେଲେ ସରମା। ସରମା ଏଇ ଗମ୍ଭା ପୂର୍ଣ୍ଣମୀରେ ଆସିକିରି ପ୍ରଭୁଙ୍କ ପାଖରେ ଯେତେବେଳେ ବାନ୍ଧନ୍ତି ରାକ୍ଷୀ, ପ୍ରଭୁ ଚାହିଁଲେ ସ୍ମିତ ହାସ୍ୟ କଲେ। ମନ୍ଦୋଦରୀ ମା ପ୍ରଶ୍ନ ପଚାରୁଥିଲ ସେଦିନ ବିଦ୍ୱାନ ପଣ୍ଡିତ ମହାଜ୍ଞାନୀ ରାବଣକୁ। ଆଜି ସେ କଣ କହିଥିଲେ? ନା ମୁଁ ମୋର ଦେହାନ୍ତ ପରେ ତମେ ଜାଣି ଆସ ମା, ଆଗେ ମୁଁ ହାତରେ ରଖିବା। ରକ୍ଷା ବନ୍ଧନ ଆଗେ ଦେଇଥିଲେ ମନ୍ଦୋଦରୀ, ତାପରେ ଦେଇଥିଲେ ସରମା। କାହା କରନ୍ତି? ପ୍ରଭୁ ଶ୍ରୀରାମଙ୍କର ହାତରେ। ଦ୍ୱାପର ଯୁଗର କଥା। ଦ୍ରୌପଦୀ ବାନ୍ଧିଲେ ଶ୍ରୀକୃଷ୍ଣଙ୍କ ପାଖରେ। ତାପରେ ଆସିଲା କଳିଯୁଗ। କଳିଯୁଗରେ କିଏ କାହାକୁ ଆଣିଥିଲେ? ଇତିହାସ ସାରିଥିବେ ଏଠି। ଗ୍ରୀକ ବୀର ଆଲେକ୍ସାଣ୍ଡର ପୃଥିବୀ ଜୟ କରିବାକୁ ବାହାରିଲେ। ସେ ଆସିଲେ ଭାରତବର୍ଷ, ସବୁ ରାଜ୍ୟ ଜୟ କରି ଗଲେ ପୃଥିବୀରେ। ଯେତେବେଳେ ଆସିଲେ ଭାରତକୁ, ଭାରତରେ ସେତେବେଳେ ରାଜା ଥିଲେ କିଏ? ପୁରୁ। ଇତିହାସ ଜାଣିଥିବେ, ପୁରୁ ଥିଲେ ରାଜା। ସେଠି ସେ ଜାଣିପାରିଲେ ଯେ ପୁରୁକୁ ମୁଁ ପରାସ୍ତ କରିପାରିବି ନାହିଁ। ପୁରୁ ମହା ଶକ୍ତିଶାଳୀ ଥିଲେ, ଧାର୍ମିକ ରାଜା ଥିଲେ। ତେଣୁ ସେଠି କଣ କଲେ ନା ଆଲେକ୍ସାଣ୍ଡରଙ୍କ ସ୍ତ୍ରୀ ସେ ଆସିକିରି ପୁରୁଙ୍କ ହାତରେ ବାନ୍ଧିଥିଲେ ରକ୍ଷା ସୂତ୍ର, କବଚ ବାନ୍ଧିଥିଲେ, ଯୋଉଥିପାଇଁ ଭାଇ ଭଉଣୀର ସମ୍ପର୍କରେ ଜିତିଲା ପରେ ବି ପୁରୁଙ୍କର ଆଲେକ୍ସାଣ୍ଡର ମାନେ 3 ଥର ଯୁଦ୍ଧରେ 3 ଥର ଆଲେକ୍ସାଣ୍ଡର ମାରିଦେବାକୁ ପୁରୀ ଯାଇଛନ୍ତି, କିନ୍ତୁ ଭଉଣୀ କଥା ମନେ ଆଲେକ୍ସାଣ୍ଡରକୁ ମାରିନାହାନ୍ତି। କିନ୍ତୁ ଆଲେକ୍ସାଣ୍ଡର ଯେତେବେଳେ ତାଙ୍କୁ ବନ୍ଦୀ କରିକି ନେଲେ, ପୁରୁ କହିଲେ ଯେ ମୁଁ ରଜାର ସମ୍ମାନ ପାଏ,
ସେ ତାଙ୍କର ଜାଣିଲେ ଯେ ତାଙ୍କର ସେଇ ଆସିକି ଆଲେକ୍ସାଣ୍ଡର ରାଣୀ କହିଲେ ଯେ ବର୍ତ୍ତମାନ ମୁଁ ଏତିକି କହିବି ଯେ ତୁମେ ସମ୍ରାଟ ଗୁରୁଙ୍କୁ ଯେତିକି ସମ୍ମାନ ଦେବା କଥା ସେତିକି ଦିଆଯାଉ। ତାଙ୍କର ଧର୍ମପତ୍ନୀଙ୍କ କଥାରେ ଆଲେକ୍ସାଣ୍ଡର ଗୁରୁଙ୍କୁ ଛାଡ଼ି ଦେଇଥିଲେ ଏବଂ 32 ବର୍ଷରେ ଖାଇବାର କିଛି ସମ୍ପର୍କ ଦେଇକି ଗଲାବେଳେ ଆଲେକ୍ସାଣ୍ଡର ହା ପାଣି କହିକିରି ଦେହ ତ୍ୟାଗ ପାଣି ତ ପାଇପାରିବ ଇତିହାସ। ଆଉ କ'ଣ କହେ? 3 ଠାକୁର ବସିଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ଆଜି ପର୍ବ ଆଜି ହବ ନାହିଁ ଆମର ରକ୍ଷା ବନ୍ଧନ, ତାଙ୍କର ହଉଛି ରକ୍ଷା ରାକ୍ଷୀ, କାଲି ରାକ୍ଷୀ ହବ ଜଗନ୍ନାଥ ମନ୍ଦିରରେ। ଆମର ଆଜି 9ଟା 10 ପରେ ଆମ ହାତରେ ରାକ୍ଷୀ ବନ୍ଧନ, କିନ୍ତୁ ତାଙ୍କର କାଲି 9ଟା 41 ପରେ ତାଙ୍କର ହବ ରକ୍ଷା ରାକ୍ଷୀ। ରାକ୍ଷୀ ମାନେ ସେ ଆଉ ଫିଟିବନି, ରକ୍ଷା ରାକ୍ଷୀ ସମର୍ପଣ ଭାବ ଆସିଯିବ, ତେଣୁ ସେଟା ରକ୍ଷା ରାକ୍ଷୀ। ଆଉ ଗୋଟେ କଥା ବିଶେଷତ୍ୱ କହୁଛି, ଏଟା ପୁରୀ ମନ୍ଦିରରେ ହବ। ସେଠୁ ଭଉଣୀ ରାକ୍ଷୀ ନେଇକି ଆଜି ଯିବେ। କୋଉଠିକି ଯିବେ? ଆଜି ନା କାଲି ନେଇକି ଯିବେ। କୋଉଠିକି ଯିବେ? ବଳଭଦ୍ର ଜୀଉ କେନ୍ଦ୍ରାପଡ଼ା, ପୁରୀରୁ କେନ୍ଦ୍ରାପଡ଼ା ଯିବ ରାକ୍ଷୀ ବଳଭଦ୍ର ଜୀଉଙ୍କ ହାତରେ ବନ୍ଧା ଯିବ। ସେଠି ଜଗନ୍ନାଥ ହାତରେ ବନ୍ଧା ହବ ଏବଂ ଏଠି ବଳଭଦ୍ରଙ୍କ ହାତରେ ବନ୍ଧା ହବ। କୋଉଠି? କେନ୍ଦ୍ରାପଡ଼ାରେ। ସେଟା ବନ୍ଧା ହବ, କିନ୍ତୁ କେନ୍ଦ୍ରାପଡ଼ା ଯିବ। ଏ ପରମ୍ପରା ଅଛି ଆମର ଜଗନ୍ନାଥ ସଂସ୍କୃତି। ଆଉ କ'ଣ କହିଲେ? ଆଜି ଘରେ ପିଠାପଣା ହବ, ଗାଈ ଗୋରୁଙ୍କ ପୂଜା କରାଯିବ, ଗାଈ ଗୋରୁଙ୍କୁ ପିଠାପଣା ଦିଆଯିବ ଏବଂ ବଳଭଦ୍ରଙ୍କର ପୂଜା କରାଯିବ ଏବଂ ଏହା ମଧ୍ୟାହ୍ନ ସମୟରେ କରାଯାଏ। ଗାଁରେ ସମସ୍ତେ ଭୋଗରା କରି ଖାଆନ୍ତି। ସେଟା ବଳଭଦ୍ରଙ୍କର ଗୋଟେ ମାଟିରେ ତାଙ୍କର ଶୋଇଥିବେ ବଳଭଦ୍ର, ତାଙ୍କର କରାଯିବ ଏବଂ ସେଠି ସବୁ ପୂଜା କରାଯାଇକି ବଳଭଦ୍ରଙ୍କ ପାଖରେ ସମସ୍ତେ ଆଜି ସମର୍ପଣ ସେଇଠାରୁ ସବୁ ନିଜ ଗାଁରେ ଯେ ପୋଖରୀ ଅଛି, ନଈ ଅଛି, ଗାଡ଼ିଆ ଅଛି, ତାକୁ ଗାଧପଣା କରି ଆଜି। ଆଉ କ'ଣ କରାଯାଏ? ଆମ ଗାଁରେ ବ୍ରାହ୍ମଣ ମାନେ ତାଙ୍କର ଆଜି ଗୋଟେ ରୋଜଗାରିଆ ପର୍ବ। କ'ଣ ରୋଜଗାରିଆ ପର୍ବ? ନା ପଇତା ସୂତା ସବୁ ସେ ତିଆରି କରିବେ ଏବଂ ଛୋଟ ଛୋଟ ପଇତା ସବୁ କରିକିରି ସମସ୍ତଙ୍କ ଘରକୁ ଆଜି ପଇତା ଦେବେ, କିଛି ପଇସା ଦେବେ। এইটা ଆଜି ପର୍ବରେ ମଧ୍ୟ ତାଙ୍କର ହକ୍ ବ୍ରାହ୍ମଣ ମାନେ। ଏସବୁ ହେଉଛି ଆଜିର ସଂସ୍କୃତି ପରମ୍ପରା, ଆମେ ସମସ୍ତେ ବଜେଇ ରଖିଛେ ଏବଂ ବିଶେଷତ୍ୱ ହେଉଛି ଯେଉଁଟା ଆମର କହିଲେ ମୁଖ୍ୟ ଅତିଥି ଆଜି ଯେଉଁ କଥାଟା କହିଲେ ଯେ ଆମେ এই যে সংস্কৃতি বজায় রক্ষিছে আর রক্ষিছে একমাত্র সরস্বতী শিশু বিদ্যা মন্দির সারা ভারতবর্ষে আজ এই রক্ষা উৎসব পালন যেতে উৎসব পরম্পরা সংস্কৃতি তাকে রক্ষা করুছি আমার এই পর্বপর্বাণী এই সরস্বতী শিশু বিদ্যা মন্দির এবং ଏହା ପ୍ରତିଶ୍ରୁତି ପ୍ରତାରଣା ନ ହଉ, ଏ ପର୍ବ ବଞ୍ଚି ରହୁ ଏବଂ ସମସ୍ତେ ସୁଖରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ। ଭଲ ପାଇବାର ପର୍ବ, ଶାନ୍ତି ମୈତ୍ରୀ ପ୍ରୀତିର ପର୍ବ ଏବଂ ଭାଇ ଭଉଣୀ ଅମର କାହାଣୀ, ଅମର ପର୍ବ ବହୁ ଅଛି। ଆଜିରେ ବହୁତ ଆମର ଚଳଚ୍ଚିତ୍ର କରାଯାଇଛି, ଡ୍ରାମା କରାଯାଇଛି, ବହୁତ ଲେଖକ ଲେଖିକା କରାଯାଇଛନ୍ତି ଏବଂ ସମୟର ଅଭାବ କବିତାଟିଏ ଲେଖିଥିଲି, ସେ କବିତା ପଢ଼ିବିନି, ସବୁ ଚାଲିଯିବ ମୋର କବିତା। ତେଣୁ ଏତିକି କହି ମୁଁ ମୋର ବକ୍ତବ୍ୟ ସାର୍ଥ କରୁଛି। ସମସ୍ତଙ୍କୁ ନମସ୍କାର। ଭାରତ ମାତା କି, ଭାରତ ମାତା କି, ଭାରତ ମାତା